ସମସ୍ତେ ରେଡି? ସମସ୍ତେ ରେଡି? ଆଚ୍ଛା, ବର୍ତ୍ତମାନ ଆମେ ଡିସ୍କସନ୍ କରିବା ଏବେ ରିସେଣ୍ଟଲି ଅପକମିଂ ନୋଟିସ୍ ଆସିଥିବା ସିଜିଏଲ୍ ଏକ୍ଜାମ ବିଷୟରେ। ମନେ ରଖିଲେ ସିଜିଏଲ୍ ଏକ୍ଜାମ ଗୋଟେ ଅପରଚ୍ୟୁନିଟି କୋଉମାନଙ୍କ ପାଇଁ? ଯୋଉମାନେ ଓଏସ୍ ପ୍ରିପେୟାର ହେଉଛ ଆଜ ଏ ପ୍ଲାନ୍ ବି ରଖିବା ପାଇଁ। କାହିଁକି ପ୍ଲାନ୍ ବି କହୁଛି? ଓଏସ୍ ର ଯାହା ବି ସିଲାବସ୍ ସିଜିଏଲ୍ ରେ ସେମ୍ ଅଛି, କେବଳ ଗୋଟିଏ ମାତ୍ର ଟପିକ୍ କୁ ଛାଡ଼ି ସେ ହେଉଛି କମ୍ପ୍ୟୁଟର, ଅଦରୱାଇଜ ବାକି ସବୁ ସମାନ। ତଥା ପ୍ଲାନ୍ ବି ତମେ ଆରାମସେ ରଖିପାରିବ, ଯୋଉଟା କି ତମକୁ ସେଇ ହାରେ ସକ୍ସେସ୍ ଦେଇପାରିବ। ଦ୍ୟାଟ୍ ଇଜ ଦ ଫାର୍ଷ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟ ହେଉଛି ଯେ ଯୋଉମାନେ ସିଜିଏଲ୍ କୁ ପୁରା ଟାର୍ଗେଟ୍ ରଖିଛ ଯେ ମତେ ଏ ବର୍ଷ ସିଜିଏଲ୍ ବଜେଇବାର ଅଛି। ଓକେ, ଦେଖ ଆମ ହାତରେ 3 ମାସ ଟାଇମ୍ ଅଛି, କାହିଁକି ନା ପ୍ରିଲିମ୍ ଏକ୍ଜାମ ହବ ମାର୍ଚ୍ଚ ମାସରେ। 3 ମାସ କହିଲେ ବି 3 ମାସ ବି ହଉନି, ଅଲମୋଷ୍ଟ 2.5 ମାସର ଟାଇମ୍ ଅଛି। ଦ୍ୟାଟ୍ ମିନ୍ସ 75 ଡେଜ୍ କିମ୍ବା ଆପ୍ରୋକ୍ସିମେଟଲି 75 ଡେଜ୍ ଭଳିଆ ଟାଇମ୍ ଅଛି। এই ସମୟରେ ଆମେ ପ୍ରିଲିମ୍ କେମିତି କ୍ଲିୟର କରିବା? କାହିଁକିନା ପ୍ରିଲିମ୍ ପରେ ଆହୁରି 4 ମାସ ଟାଇମ୍ ଆସିବ ମେନ୍କୁ କ୍ଲିୟର କରିବା ପାଇଁ। ତ ଏ କ୍ଲାସ୍ରେ ବା ଏ ଲାଇଭ୍ କ୍ଲାସ୍ରେ ସମସ୍ତ ଡିସ୍କସନ୍ କରିବି 75 ଦିନ ଭିତରେ କେମିତି ପ୍ରିଲିମ୍ର ପ୍ଲାନିଂ ରହିବ ଆଉ ଆମେ କେମିତି କରିବା। ସମସ୍ତେ ଲାଇଭ୍ କ୍ଲାସ୍ରେ ଅଛ, ଯାହା ବି ଡାଉଟ୍ ଥିବ ମୋତେ ଡାଇରେକ୍ଟ ପଚାରିବ, ଯାହାର ସଲ୍ୟୁସନ୍ ମୁଁ ତୁମମାନଙ୍କୁ ଲାଇଭ୍ କ୍ଲାସ୍ରେ ଦେବି। ଓକେ, ଫାଷ୍ଟ ଆମକୁ ଭାବିବାର ଅଛି ଯେ ଆକ୍ଚୁଆଲି ଯେ କ୍ୱେଶ୍ଚିନ୍ କ'ଣ ଆସିବ বা ଟପିକ୍ କ'ଣ ଅଛି ପ୍ରିଲିମ୍ରେ, ସେଟା ବହୁତ ଇମ୍ପୋର୍ଟାଣ୍ଟ ରହୁଛି। ମନେ ରଖ, ନମ୍ବର 1 ହେଉଛି ମ୍ୟାଥ, ନମ୍ବର 2ରେ ହେଉଛି ରିଜନିଂ, ନମ୍ବର 3 ହେଉଛି ଡିଆଇ, ନମ୍ବର 4 ହେଉଛି କରେଣ୍ଟ ଆଫେୟାର, ନମ୍ବର 5 ହେଉଛି କମ୍ପ୍ୟୁଟର ଆଉ ନମ୍ବର 6 ହେଉଛି ଓଡ଼ିଶା। ଓକେ, ଏବେ କ୍ୱେଶ୍ଚିନ୍ ଆସିଲା କୋଉଥିରୁ କେତେ କ୍ୱେଶ୍ଚିନ୍ ଆସିବ? ଟୋଟାଲ ମାର୍କ ହେଉଛି 150। 150ଟା କ୍ୱେଶ୍ଚିନ୍, 150 ମାର୍କ। କୋଉଥିରୁ କେତେ ଆସିବ କେହି ଜାଣିନାହାନ୍ତି, ନା ଓ ଡବଲ ଏସ୍ ମଧ୍ୟ ଦେଇନାହିଁ। ତାହେଲେ ଆମେ କ'ଣ କରିବା? ଆମେ ଗୋଟେ ଅନ୍ଦାଜରେ ନେବା ପୂର୍ବ ବର୍ଷକୁ କମ୍ପେୟାର କରି। ମ୍ୟାଥରେ ଆସିବ କେତେଟା କ୍ୱେଶ୍ଚିନ୍? 30ଟା। ରିଜନିଂରେ ଆସିବ 30ଟା। ଡିଆଇରେ ଆଇଦର 20ଟା କିମ୍ବା 25ଟା, এইଭଳି ହାର ରହିବ। କରେଣ୍ଟ ଆଫେୟାର ଆଇଦର 30ଟା କ୍ୱେଶ୍ଚିନ୍ ଆସିବ କିମ୍ବା 20ଟା କ୍ୱେଶ୍ଚିନ୍ ଆସିବ। କମ୍ପ୍ୟୁଟର ଯୋଉ 20ଟା ଥିଲା ସେଇ 20ଟା ରହିବ। ଆଉ ତୁମମାନଙ୍କର ଓଡ଼ିଶା ରିଲେଟେଡ୍ ଯୋଉ ଅଛି ଆଇଦର 15ଟା ଆସିବ କିମ୍ବା 20ଟା ଆସିବ। ଇ ହେଉଛି ତାର ଷ୍ଟ୍ରକ୍ଚର। 100% ଏ ଷ୍ଟ୍ରକ୍ଚର ୱାଇଜ୍ ହିଁ କ୍ୱେଶ୍ଚିନ୍ର ପ୍ୟାଟର୍ନ ରହିବ। ତାହେଲେ ଆମେ କ'ଣ କରିବା? ଦେଖ, ଯୋଉମାନେ ଓଏସ୍ ପାଇଁ ପଢୁଛ, ଫାଷ୍ଟ ତୁମ କଥା କହୁଛି, ତାପରେ ମୁଁ ସିଜିଏଲ୍କୁ କମ୍ବାଇନ୍ କରିଛି। ଜଣେ ଓଏସ୍ ପାଇଁ ପଢୁଛି, ଓଏସ୍ରେ ପ୍ରିଲିମ୍ରେ କ'ଣ ଅଛି? ଗୋଟେ ଅଛି GS1 ଆଉ ଗୋଟେ ଅଛି କ'ଣ GS2। GS2ରେ କ'ଣ ଅଛି? ମ୍ୟାଥ ଅଛି, ରିଜନିଂ ଅଛି, ଡିଆଇ ଅଛି, ଇଂଲିଶ ଅଛି। ଓକେ, ତାର ଅର୍ଥ ହେଉଛି ଯଦି ଗୋଟେ ପିଲା ପୁରା ଡିପଲି ପଢିଲା, ତାର ଏପଟରେ ମ୍ୟାଥ କ୍ଲିୟର ହବ, ଏପଟରେ ବି ମ୍ୟାଥ କ୍ଲିୟର ହବ। ସିମିଲାରଲି ଯଦି ଗୋଟେ ସିଜିଏଲ୍ ପିଲା ଯଦି ମ୍ୟାଥକୁ ଫାଷ୍ଟ ଫୋକସ୍ କରୁଛି ତାହେଲେ ଆରାମସେ କ୍ଲିୟର ହେଲା। ସେକେଣ୍ଡରେ ଆସିଲା ରିଜନିଂ, ତାହେଲେ ଦି ପଟ ରିଜନିଂ କାମ ଦେଲା। ତାପରେ ଆସିଲା ଡିଆଇ, ଡିଆଇ ବି ମଧ୍ୟ କାମ ଦେଲା। ଆଚ୍ଛା, ଏବେ ଆସିଲା କରେଣ୍ଟ ଆଫେୟାର। GS1ରେ କ'ଣ ଅଛି? ନା କରେଣ୍ଟ ଆଫେୟାର ଅଛି, ହିଷ୍ଟ୍ରି ଅଛି, ଜିଓଗ୍ରାଫି ଅଛି, ପଲିଟି ଅଛି, ଇକୋନୋମିକ୍ସ ଅଛି, ଆଉ ଓଡ଼ିଶାର ମଧ୍ୟ ପାର୍ଟ ଅଛି, ଓଡ଼ିଶା। ଆଚ୍ଛା, ତାର ଏଠି ଜଣେ କରେଣ୍ଟ ଆଫେୟାର ପଢିଲେ ଓଏସ୍ ଲେବୁଲରେ ସିଜିଏଲ୍ ବି ତାର କ୍ଲିୟର ହେଇଗଲା। ଏବେ ଆସିଲା ସିଜିଏଲ୍ ଓଏସ୍ ର ପ୍ରିଲିମ୍ରେ ଓଡ଼ିଶା ରିଲେଟେଡ୍ ସମ୍ପୂର୍ଣ୍ଣ ଜିନିଷ ଅଛି, ତ ଓଡ଼ିଶା ମଧ୍ୟ କଭର ହେଇଗଲା। ମୋର କହିବା କଥା, ଯେତେବେଳେ ଆମେ ଏ ଟପିକକୁ ପଢିବା ଆମେ ମାଇଣ୍ଡରେ ଏଇଆ ରଖିବା ମୁଁ 2ଟା ଏକ୍ଜାମ ପାଇଁ ପଢୁଛି। ଯିଏ ସିଜିଏଲ୍ ପାଇଁ ଯଦି ପଢୁଛ ଖାଲି ସିଜିଏଲ୍ କଥା ଭାବିବ, ଯିଏ କମ୍ବାଇନ୍ କରି ନେଉଛ 2ଟା ପଢୁଛି। ମତେ ଖାଲି ଗୋଟିଏ କ୍ୱେଶ୍ଚିନ୍ କହିବ, ତୁମେ ଲାଇଭ୍ କ୍ଲାସ୍ରେ ଅଛ, କ୍ୱେଶ୍ଚିନ୍ କହିବାକୁ ସହଜ ହବ। ମତେ କୁହ, ମୁଁ ଆରମ୍ଭରୁ ଯୋଉ କଥା ତୁମକୁ କହେ ପ୍ଲାନ୍ ବି ରଖିବ ସିଜିଏଲ୍, କାହିଁକିନା ଓଏସ୍ ର ସିଲାବସ୍ ଯାହା ସିଜିଏଲ୍ ରେ ସେଇ ଜିନିଷ ରହୁଛି, ଏଟା ଭୁଲ ନା ଠିକ୍? ସେମ୍ ସିଲାବସ୍ ନା ଡିଫରେଣ୍ଟ ରହୁଛି? ସେମ୍ ରହୁଛି ନା? ତୁମକୁ ଏକ୍ସଟ୍ରା ଏଫର୍ଟ ପଡ଼ିବ କି? ମୋର ଖାଲି ଗୋଟିଏ କ୍ୱେଶ୍ଚିନ୍, ଏକ୍ସେପ୍ଟ କମ୍ପ୍ୟୁଟର, କମ୍ପ୍ୟୁଟରର 20 ମାର୍କ ଛାଡ଼ିଲା ପରେ କିଛି ଏକ୍ସଟ୍ରା ଅଛି କି? କିଛି ତ ନାହିଁ। ତାହେଲେ କାହିଁକି ଆମେ ସକ୍ସେସ୍ ପାଇବାନି? ପ୍ଲାନ୍ ବି କାହିଁକି ରଖିବାନି? ଏଥିପାଇଁ ମୁଁ ପ୍ଲାନ୍ ବି ରଖୁଛି, ଯଦି ଗୋଟେ ପିଲା କୌଣସି ଗଭର୍ଣ୍ଣମେଣ୍ଟ ଚାକିରିରେ ଅଛି ତାକୁ କିଛି ପ୍ରୋବ୍ଲେମ୍ ପଡ଼ିବନି, ଯେହେତୁ ସେ ଗୋଟେ ଲାଇନ୍ରେ ଅଛି, ତାକୁ ସ୍ମୁଥଲି ସେ ଯାଇପାରିବ। କିନ୍ତୁ ଯେତେବେଳେ ଗୋଟେ ପିଲା କୌଣସି ଜବ୍ରେ ନଥାଏ, ଆଜି ଅନଏମ୍ପ୍ଲୟ ଥାଏ, ସେତେବେଳେ ତା ମାଇଣ୍ଡରେ ବହୁତ ସାରା ପ୍ରେସର ଥାଏ। ଫ୍ୟାମିଲି ପ୍ରେସର, ମ୍ୟାରେଜ କରିବା ପାଇଁ ପ୍ରେସର, କାହିଁକିନା ଆଜିକାଲି ପୁଅମାନଙ୍କର ଯଦି ଚାକିରି ନାହିଁ
ଜାଣ ସେ ବାହା ହେଇପାରିବେନି। ଏଟା 100% ସତ୍ୟ। ଚାକିରି ନାହିଁ ମାନେ ବାହା ହେଇପାରିବନି, ଏଟା ତ 100% ସତ୍ୟ। ତ ଏସବୁ ପ୍ରେସର ଭିତରେ ସମସ୍ତେ ଥାନ୍ତି। ଓକେ, ତ ସେଥିପାଇଁ ତ ଜବ୍ ଇଜ ଇମ୍ପୋର୍ଟାଣ୍ଟ। ତ ଆମର ଓଏସ୍ ରେ ଦିଟା ଗ୍ରେଡ୍ ରହୁଛି, ଗ୍ରୁପ ଏ ରହୁଛି, ଗ୍ରୁପ ବି ରହୁଛି। ସିଜିଏଲ ବି ଗୋଟେ ଗ୍ରୁପ ବି ଜବ୍। ହଁ, କିଛି ପୋଷ୍ଟ ସି ରହୁଛି, କିନ୍ତୁ ଗ୍ରୁପ ବି ର ଜବ୍ ନା, ଆମେ ପ୍ଲାନ୍ ବି ରଖିପାରିବା। ଏଥିପାଇଁ ରଖିବା ପାଇଁ କହୁଛି, ଯେହେତୁ ଓଏସ୍ ପାଇଁ ତୁମେ ପଢୁଛ, ଓଏସ୍ ର ସମ୍ପୂର୍ଣ୍ଣ ଜିନିଷ ଏପଟ ରହୁଛି, ଆରାମସେ ପ୍ଲାନ୍ ବି ରହିବ। ତାହେଲେ ଆମେ ଏବେ ପ୍ଲାନିଂ କ'ଣ କରିବା? ଆମ ପ୍ଲାନିଂ ଏବେ ପ୍ଲାନିଂଟା ରହିବ, ଦେଖ ଦେଖ ଆମର ଯୋଉ ସକାଳ 6ଟାରେ ଆମେ ଯୋଉ କରେଣ୍ଟ ଆଫେୟାର କ୍ଲାସ କରୁଛେ, ତ ବୋଥ୍ ପାଇଁ କାମ ଦେଲା, ସିଜିଏଲ ପାଇଁ କାମ ଦେଲା, ତା ସହିତ ଓଏସ୍ ପାଇଁ କାମ ଦେଲା। ଫାଷ୍ଟ, ତ ଆମର ଯୋଉ 8ଟା ବେଳେ ଯୋଉ କ୍ଲାସ ହୁଏ ଏଏମ୍ ରେ ସକାଳରେ, ତ ଏଇଠି ଆମେ କ'ଣ ରଖୁ? ମ୍ୟାଥ ରଖୁ, ରିଜନିଂ ରଖୁ। ତ ଏ ଦିଟା ଜିନିଷ ମଧ୍ୟ କାମ ଦେଲା। ପୁରା କ୍ଲିୟର। ଫାଷ୍ଟ ମୁଁ ପ୍ରିଲିମ୍ କଥା କହୁଛି। ସିଜିଏଲ ପିଲାମାନଙ୍କ ପାଇଁ ଗୋଟେ ଏକ୍ସଟ୍ରା ଟାଇମ୍ ରଖା ହେଇଛି, ଯୋଉଟା କି 5ଟା AM ରେ, ଯୋଉଟା କି କେବଳ ସିଜିଏଲ ଗ୍ରୁପରେ କ୍ଲାସ ଲିଙ୍କ ଯିବ। ଏଠି ଯୋଉ ପାଠଟା ପଢା ହବ କମ୍ପ୍ୟୁଟର ଆଉ ରହୁଛି ଓଡ଼ିଶା। ଦେଖ, ଯୋଉ ଦିନ ଓଡ଼ିଶାର କ୍ଲାସ ପଢା ହବ ସେଦିନ ଓଏସ୍ ପିଲାଙ୍କୁ ମଧ୍ୟ ଲିଙ୍କ ଦିଆଯିବ। କାହିଁକି ନା ଦି ଜଣଙ୍କର ପାଠ ଗୋଟିଏ, ଏଠି ଅଲଗା କିଛି ନାହିଁ। ସେଇ ଓଡ଼ିଶା ହିଷ୍ଟ୍ରି, ଓଡ଼ିଶା ଜୋଗ୍ରାଫି, ଓଡ଼ିଶା ଇକୋନୋମି, ଓଡ଼ିଶାର ଆର୍ଟ ଆଣ୍ଡ କଲଚର, ସେଇ ଜିନିଷ, ଡିଫରେଣ୍ଟ କିଛି ନାହିଁ। ତା ଅର୍ଥ ତମକୁ କେବଳ ଗୋଟିଏ ଜିନିଷ ଏକ୍ସଟ୍ରା ରହିଲା, କମ୍ପ୍ୟୁଟରଟା ଏ ସମୟରେ ପଢା ହବ। ତା ଅର୍ଥ ମୁଁ ଯୋଉ ଟାର୍ଗେଟ ରଖିଛି, ଦେଖ, ଜାନୁଆରୀ ଏଣ୍ଡ ଭିତରେ ବା ଜାନୁଆରୀ 31 ଭିତରେ ଆମେ କ'ଣ ସାରିବା? କରେଣ୍ଟ ଆଫେୟାର ତ ସରିବନି, କାରଣ କରେଣ୍ଟ ଆଫେୟାରଟା ଆମେ ମାନେ ଏମିତି କଣ୍ଟିନ୍ୟୁ ଚାଲିବ। ଆମେ କରେଣ୍ଟ ଆଫେୟାର ପକ୍ଷରେ ଫୋକସ କରିବା କୋଉଠୁ ନା, ତୁମ ମାନଙ୍କର ସେପ୍ଟେମ୍ବର ମାସଠୁ ଫୋକସ କଲେ ଓଏସ୍ ପାଇଁ ବି ମଧ୍ୟ ସେ କାମରେ ଦବ, ପ୍ଲସ ସିଜିଏଲ ପାଇଁ ମଧ୍ୟ କାମରେ ଦବ। ମ୍ୟାଥ, ରିଜନିଂ, ଓଡ଼ିଶା ଆଉ କମ୍ପ୍ୟୁଟର, ଏ ସମସ୍ତ ଜିନିଷ ଜାନୁଆରୀ 31 ଭିତରେ କମ୍ପ୍ଲିଟ୍ ହବ। ଜାନୁଆରୀ 31 ଭିତରେ କମ୍ପ୍ଲିଟ୍ ହେଇଗଲା ମାନେ ଇନଡାଇରେକ୍ଟଲି ଓଏସ୍ ପ୍ରିଲିମ୍ ପାଇଁ ଟେନସନ ହଟିଗଲା, ସିସାଟ ପେପରର। ହଁ କି ନା? ଓଏସ୍ ର ସିସାଟ ପେପର ପାଇଁ ଟେନସନ ହଟିଗଲା, ଯେ ଆମର କୋର୍ସ କମ୍ପ୍ଲିଟ୍ ହେଇଗଲା, ବାସ୍ ଖାଲି ରିଭିଜନ କରିବାର ଅଛି। ସିଜିଏଲ ପାଇଁ ମଧ୍ୟ ସେ କାମ ଲାଗିଗଲା। ପୁରା କ୍ଲିୟର, ପୁରା କ୍ଲିୟର। କାରଣ ଓଏସ୍ ର ପ୍ରିଲିମ୍ କେବେ ହବ? ଓଏସ୍ ର ପ୍ରିଲିମ୍ ହବ କେବେ ନା, ଜୁଲାଇ କିମ୍ବା ଜୁନ୍ ମାସରେ। ତ ଏଇ ପ୍ଲାନିଂରେ ଆମେ ଗଲେ। ଆଉ ତୁମର ସିଜିଏଲ ର ପ୍ରିଲିମ୍ ହବ କେବେ ନା, ମାର୍ଚ୍ଚ ମାସରେ। ତାହେଲେ ସିଜିଏଲ ର ପ୍ରିଲିମ୍ କ୍ଲିୟର ହବା ମାନେ ଓଏସ୍ ର ସିସାଟ ପେପର ହେଇଗଲା, ଏବେ ଆମର ଯୋଉ ପର୍ଟିକୁଲାର ଓଏସ୍ ପାଇଁ ଯୋଉ ପଢା ହବ, ହିଷ୍ଟ୍ରି, ଜୋଗ୍ରାଫି, ପଲିଟି, ଇକୋନୋମିକ୍ସ, ଯାହା ବି ଅଛି, ଇଏ ଯାହା ସିଜିଏଲ ର ମେନ୍ ହଉଛି ସେୟା। ପୁରା ଯୋଉ 100 ମାର୍କ, ଏପଟେ ଯେମିତି 100 ମାର୍କ, ସେପଟେ ବି ସେଇ 100 ମାର୍କ। କୋଶ୍ଚିନ୍ ଉଠେଇକି ଦେଖିବ, ଯୋଉ କୋଶ୍ଚିନ୍ ମୁଁ ସିଜିଏଲ ରେ ପଢେଇଥିବି, ସେଟା ସରି ଓଏସ୍ ରେ ପଢେଇଥିଲି, ସେଟା ଆଇଛି ସିଜିଏଲ ରେ। କାହିଁକି ନା ଜିଏସ୍ ଲେବୁଲଟା ସମାନ, କିନ୍ତୁ ଟିକେ ଏଥିରେ ଡିଫରେଣ୍ଟ କ'ଣ ଅଛି? ଓଡ଼ିଆ ଆଉ ଇଂଲିଶ। ଯଦି ଗୋଟେ ପିଲା ଓଡ଼ିଆ ପଢୁଛି ଆଉ ଇଂଲିଶ ବି ପଢୁଛି, ସିଜିଏଲ ରେ ବି କାମ ଦେଲା, ଓଏସ୍ ର ମେନ୍ ପେପରରେ ବି କାମ ଦେଲା। କାରଣ ଓଏସ୍ ମେନ୍ ରେ ତମର ସ୍ପେଶାଲ ଇଂଲିଶ ଆଉ ଓଡ଼ିଆ ଅଛି, ତ ସେଟାକୁ ମୁଁ ମ୍ୟାନେଜ କରି ପଢେଇବି। ବର୍ତ୍ତମାନ ତୁମେ ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ଆମର ଏଇ ପ୍ଲାନିଂ ରହିବ। ମୁଁ ତୁମକୁ କହିଦଉଛି, ଜାନୁଆରୀ 31 ତାରିଖ ପର୍ଯ୍ୟନ୍ତ ଏଇ ପ୍ଲାନିଂ ରହିବ, ପୁରା ମାଇଣ୍ଡ ରଖିବ। ଆମେ ଓଏସ୍ ପିଲାମାନେ କୁ ମୁଁ ମେନ୍ ଓରିଏଣ୍ଟେଡ୍ ପଢେଇବି। ଆମର ଯେମିତି ଚାଲିଛି 7:30ରେ ଯୋଉ କ୍ଲାସ, ସେଟା ମେନ୍ ଓରିଏଣ୍ଟେଡ୍ ଚାଲିବ। ତୁମେ ସେ କ୍ଲାସକୁ ମାଇଣ୍ଡରେ ଚଲେଇବ, ଆଉ କିଛି ମୁଣ୍ଡରେ ପୁରେଇବନି। ଆମର ଯୋଉ ସକାଳ 6ଟାରେ କରେଣ୍ଟ ଆଫେୟାର, 8ଟା ବେଳେ ଯୋଉ ମ୍ୟାଥ କ୍ଲାସ ବା ରିଜନିଂ କ୍ଲାସ, ଆଉ ଯୋଉ 5ଟା ବେଳେ ଯୋଉ ଏକ୍ସଟ୍ରା କ୍ଲାସ ସିଜିଏଲ ପିଲାଙ୍କର ହଉଛି, ଏଟାକୁ ତୁମେ ସାଇଡରେ ଚଲେଇବ। ତା ଅର୍ଥ ଆରି ଭିତରେ ତୁମ ସିଜିଏଲଟା ବି ସରିଗଲା। କିନ୍ତୁ ଓଏସ୍ ପାଇଁ ଯୋଉମାନେ ରଖିଛ ଟାର୍ଗେଟ ପ୍ଲାନ୍ ଏ, 7:30ରେ ଆମେ କନଷ୍ଟାଣ୍ଟଲି ଜାନୁଆରୀ ମାସ ପର୍ଯ୍ୟନ୍ତ ପଢି ଚାଲିଥିବା ମେନ୍, ଯେତେ ଦୂର ସମ୍ଭବ ମେନ୍କୁ ସାରିବା ପାଇଁ। ଆଉ ସନ୍ଧ୍ୟା 6:30ରେ ତମର ଯୋଉ ଅପସନାଲ କ୍ଲାସ ଅଛି, ସେଟା ମଧ୍ୟ କମ୍ପ୍ଲିଟ୍ ହବ। ତ ଜାନୁଆରୀ ପରେ ଏଟାର ପରିବର୍ତ୍ତନ ଘଟିବ ମାନେ କ'ଣ ନା, ଆମେ ମେନ୍କୁ ବନ୍ଦ କରି ପ୍ରିଲିମ୍କୁ ଏଣ୍ଟ୍ରି କରିବା। ପୁରା କ୍ଲିୟର ହଲ? କାହିଁକି ନା ତୁମେ କ୍ଲିୟର ହେବା ଦରକାର। ଆଉ ମୁଁ ଟାର୍ଗେଟ ରଖିଛି 50+ ପିଲା ଏ ବ୍ୟାଚରେ ଯେମିତି ଓଏସ୍ ପାଇବେ, ସେଇ ହିସାବରେ। ଦ୍ୟାଟ୍ ଇଜ ଦ ନମ୍ବର 1 ପଏଣ୍ଟ। ସେକେଣ୍ଡ ପଏଣ୍ଟ ହଉଛି, ଏଇ ବ୍ୟାଚର ମିନିମମ୍ 50+ ପିଲା ସିଜିଏଲ ବି ପାଇବାର ଅଛି, ପ୍ଲାନ୍ ବି ହିସାବରେ। ତ ଏଟାକୁ ଆମେ ସ୍ମୁଥଲି ଯିବା, ଓରିଡ୍ ହବାର ନାହିଁ, ଟେନସନ ନେବାର ନାହିଁ। କାହିଁକି ନା ଜୀବନରେ ସୁଯୋଗ ଆସିଛି, ସେ ହଉଛି 2026। ଏ ସୁଯୋଗ ବୋଧେ ଲାଇଫରେ କେବେ ଆସିବନି।
ଆଚ୍ଛା ମୁଁ ତମକୁ ଏଇଠି ଦେଖେଇ ଦଉଛି ଯୋଉମାନେ ବ୍ୟାଚ୍ ରେ ଅଛ। ଦେଖ ଗୋଟେ ସେକେଣ୍ଡ ଓରିଡି ହବନି। ଦେଖ ଓଏସ୍ ର ଯିଏ ଯୋଉ ବ୍ୟାଚ୍ ରେ ଅଛ ତୁମକୁ ସେଇ ଫର୍ମାଟ ରେ କ୍ଲାସ୍ ଦିଆଯାଉଛି, କିନ୍ତୁ ସିଜିଏଲ ର ବ୍ୟାଚ୍ ଯୋଉ 199 ଅଛି ଏଟା ସେପାରେଟ। ସେପାରେଟ ମାନେ ଯଦି ଜଣେ ଚାହିଁବ ପ୍ଲାନ୍ ବି ହିସାବରେ ରଖିବା ପାଇଁ ତ ଏଟା ତୁମକୁ ବେଷ୍ଟ ହବ, କାହିଁକି ନା ସିଜିଏଲ ଓରିଏଣ୍ଟେଡ ତୁମକୁ ସେପାରେଟ ରଖାହେଲା, ତ ତୁମକୁ ଆରାମସେ ପ୍ରିପେୟାର ହବ। ଆଉ ମନେ ରଖ ଟାଇମ ମ୍ୟାନେଜମେଣ୍ଟ କେମିତି କରିବ। ଟୋଟାଲ ଆଦିତ୍ୟ ଏକାଡେମୀ ଆପ୍ଲିକେସନରେ ଜଏନ୍ କଲା ପରେ ତୁମେ ଏଇସବୁ ଜିନିଷ ପାଇବ। ଟୋଟାଲ 6 ଘଣ୍ଟା ରଖିବ ଟାଇମ, ଟୋଟାଲ 6 ଘଣ୍ଟା। ଜୀବନ ସାରା ଅନେକ ସାରା ଟାଇମ ଦେଇଛ, କେବଳ 6 ଘଣ୍ଟା ସମୟ ଦିଅ। ମୁଁ ତମକୁ କହୁଛି 6 ଘଣ୍ଟା କେତେ ଦିନ? ମାତ୍ର ବର୍ଷଟିଏ, 10 ମାସ ଦେଇ କହିଲେ ଚଳିବ। 6 ଘଣ୍ଟା, 4 ଘଣ୍ଟା ଓଏସ୍ ପାଇଁ, 2 ଘଣ୍ଟା କେବଳ ସିଜିଏଲ ପାଇଁ, ଏତିକି ଏନଫ। କିମ୍ବା ଯଦି ଜଣେ ଖାଲି ସିଜିଏଲ କୁ ଟାର୍ଗେଟ ରଖିଛ, ତୁମର 4 ଘଣ୍ଟା ବି ଏନଫ ରହିବ ଏଭ୍ରିଡେ। ଏତିକି ଦିଅ, ମୁଁ ତମକୁ ଦେଖେଇଦେବି ସକ୍ସେସ୍ କେମିତି ହୁଏ। ଓକେ, ଥ୍ୟାଙ୍କ ୟୁ। ଆଉ କାହାର କିଛି ଡାଉଟ୍ ଅଛି? ଯାହା ବି ଡାଉଟ୍ ଅଛି ଆପ୍ଲିକେସନରେ ଯୋଉ ଡାଉନଲୋଡ୍ କରିଛ ଆଦିତ୍ୟ ଏକାଡେମୀ ଆପ୍ଲିକେସନ, ସେଥିରେ ମଧ୍ୟ ମୋତେ ମେସେଜ କରିପାରିବ। ଟପିକ୍ କେତେବେଳେ ପଢିବ, ମୁଁ ଯେମିତି ପଢିବି ତମେ ସେମିତି ଯିବ ମୋ ସହିତ। ମୁଁ ଯୋଉ ଯୋଉ ଟପିକକୁ ନେଇକି ଯିବି ସେଇ ହିସାବରେ ଯିବାର ଅଛି। ଓକେ। ଓଏସ୍ ର ପ୍ରିଲିମ ର ଜିଏସ୍ ଯାହା, ସିଜିଏଲ ର ମେନ୍ ହଉଛି ସେୟା। ମାନେ ଏଥିରେ ଅଲଗା ନାହିଁ, ଗୋଟିଏ ପରସେଣ୍ଟେଜ ଅଲଗା ନାହିଁ, ଏକା ପୁରା। ଆଚ୍ଛା, ଥ୍ୟାଙ୍କ ୟୁ। ହଁ ଦେଖ ତୁମର ଆଉ ଏ ବର୍ଷ ଯୋଉଟା ବାହାରିଥିଲା ଆଉ ସିଜିଏଲ, ଆର ବର୍ଷ ବି ଆସିବ ଠିକ ଏତିକି ବେଳକୁ। ତ ଯୋଉମାନଙ୍କର ଏଜ ହେଇନଥିବ ସେ ଆର ବର୍ଷ ଏତିକି ବେଳକୁ ଦବ। ସବୁ ତକ ଓଏମଆର ସିଟ୍। ଓକେ, ପୁରା କ୍ଲିୟର ହଲ? ଆଉ କାହାର କିଛି ଡାଉଟ୍ ନାହିଁ? କାରଣ ସ୍ମୁଥଲି ମତେ ଯିବାର ଅଛି। ଓକେ, ଥ୍ୟାଙ୍କ ୟୁ। ଥ୍ୟାଙ୍କ ୟୁ।